जय जगन्नाथ। श्रीनिवासाय नित्याय परमात्मने बलभद्र सुभद्राभ्याम जगन्नाथाय ते नमः। श्री जगन्नाथाय ते नमः। आपण मानकर परिचय आगे दियंतु। संतोष बाबू को तो मु देखि पारुची, नाटा लेखा ହେଇची। संतोष बाबू आउ किए अछंती एठी? आज्ञा मु संतोष सावत पतित पावन उत्कल सेवा संस्थार सेक्रेटरी। हमरो एपटे मनोज नाहक आज्ञा अछंती, तांके हमरो दायित्व नेगी काम करंती। हमरो कार्य कार्यकर्ता आ हमर अभिनारायण पात्र आज्ञा अछंती एपटे। से हमरो बहुत दायित्व नेगी काम करंती से सदस्य। आ हमरो स्वामीजी अकिंचन स्वामीजी हमरो पुरी बासिंदा, तांकर मुखारबिंदुरे आमे श्रवण करिया पई जे उद्यम करिछु, से अछंती हम साथरे अकिंचन महाराज स्वामी अकिंचन स्वामीजी। हरि ओम। संतोष बाबू आपणकर वॉइस टा एते क्लियर सुगु नाही। आपणकर ऑडियो टा एते क्लियर सुगु नाही। आपण कोठी अछंती? मुंबई रे अछंती ना थाने रे अछंती? ଟିକେ ନିଜ ନିଜର अच्छा हो, मोर केतोटी प्रश्न अछि। मोर प्रश्नर उत्तर जणे दियंतु। समस्ते कहिले कन्फ्यूजन हबो। आपणक भितरे जे आपणक अनुष्ठान विषय कार्यक्रम विषय भल कि जानिचंती, से ही उत्तर दियंतु। मते आपण माने भल कि सुनी पारुचंती? ଟିକେ ଆଜ୍ଞା ହଁ କଣ ଆଜ୍ଞା ସାଉଣ୍ଡ ଅପ୍ ଡାଉନ୍ ହଉଛି ଟିକେ। मोर साउंड टा अप डाउन होची। ସ୍ଲୋ ଟା ଟିକେ ଅପ୍ ଡାଉନ୍ ହଉଛି, ସେଇଟା ଟିକେ ଦେଖୁଛି। अच्छा टिके तान धरंतु, मु देखे काईकि एटा होची। आउ टिके ଆପଣଙ୍କର ବି ଆୱାଜ ଟା ଟିକେ ସ୍ଲୋ ଆସୁଛି ଆଜ୍ଞା। अच्छा हो रुहंतु। अबिका अबिका ठीक हैला? ହଁ ଏବେ ଆସିଲା ଆଜ୍ଞା। अबिका ठीक ଏବେ हैला तो? କ୍ଲିୟର ଅଛି ଆଜ୍ଞା। ଏବେ କ୍ଲିୟର ହଉ ଆସିଲା। ହଉ ହଉ, ବହୁତ ଭଲ। ହଉ, ଆପଣଙ୍କର ଚିଠି ପାଇଲୁ କିଛି ଦିନ ଆଗରୁ, ସନ୍ତୋଷ ବାବୁ। ଆଜ୍ଞା ଏବଂ ଆପଣଙ୍କର ଅନୁଷ୍ଠାନ ବିଷୟରେ ପ୍ରଥମ ଥର ଆମ ପାଖକୁ ସୂଚନା ଆସିଲା। ଆଜ୍ଞା ତା ଆଗରୁ ଆପଣଙ୍କର ଅନୁଷ୍ଠାନ ବିଷୟରେ ଆମେ ଜାଣିନଥିଲୁ। ହଁ ହଁ। ମତେ କୁହନ୍ତୁ, ଆପଣଙ୍କର ଏଇ ଉତ୍କଳ ସେବା ସମିତି, ଆପଣଙ୍କର ଅନୁଷ୍ଠାନ କେବେ ୟାର ରେଜିଷ୍ଟ୍ରେସନ ହେଲା? ଆଜ୍ଞା ଆଜ୍ଞା ପ୍ରଥମେ ଆମେ 2018 ଆଜ୍ଞା। 2016 ଜଣେ ମସିହାରେ କୁହନ୍ତୁ। ଆମେ ଏଠି ଅଷ୍ଟପ୍ରହରୀର ପ୍ରୋଗ୍ରାମ ଅନୁଷ୍ଠାନ ନାଇଁ, କରି ଶୁଣନ୍ତୁ ଆମେ ଶୁଣନ୍ତୁ ସନ୍ତୋଷ ବାବୁ, ଆଜ୍ଞା ମୁଁ ଯୋଉ ପ୍ରଶ୍ନ ପଚାରୁଛି କେବଳ ତାର ବ୍ରିଫ୍ ଆନ୍ସର ଦିଅନ୍ତୁ, ସୋ ଦ୍ୟାଟ୍ ଆମେ ଜଲ୍ଦି ସାରିବା। ମୁଁ ପଚାରିଲି ଆପଣଙ୍କର ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ 2018 ଆପଣଙ୍କର ମସିହାରେ ଅନୁଷ୍ଠାନ ଆଜ୍ଞା 2018 ମସିହାରେ ଆଜ୍ଞା ସେ ବାଇଲରେ ଯୋଉ ସବୁ ଏମ୍ସ ଆଣ୍ଡ ଅବଜେକ୍ଟିଭ୍ସ ଲେଖା ହେଇଛି, ସେଟା ଟିକେ ମତେ ପଢିଦେବେ କି? ଆପଣଙ୍କର ବାଇଲର ଅବଜେକ୍ଟିଭ୍ସ। ବାଇଲର ଅବଜେକ୍ଟିଭ ବର୍ତ୍ତମାନ ମୋ ପାଖରେ ଆଜ୍ଞା ରଖିନି। ନାହିଁ, ହଉ ହଉ ହଉ, ଶୁଣନ୍ତୁ। ହ୍ୱାଟ୍ସଆପରେ ମତେ ତାର ଗୋଟେ ସଫ୍ଟ କପି ପଠେଇଦେବେ। ଆଜ୍ଞା ଅ, ଆପଣଙ୍କ ସଂସ୍ଥା ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଆପଣ ସେଥିରେ ସଭାପତି ଥିଲେ ଆରମ୍ଭରୁ? ଆରମ୍ଭରୁ ମୁଁ ସେକ୍ରେଟାରୀ ହିଁ ଅଛି ଆଜ୍ଞା। ସେକ୍ରେଟାରୀ। ଆଉ ସଭାପତି କିଏ ଅଛନ୍ତି? ଆମର ସଭାପତି ମହୋଦୟ ତାଙ୍କେ ଅଛନ୍ତି ବାସୁଦେବ ସାହୁ। ସେ ବର୍ଷ ଯାକ ଆପଣ କଣ କାର୍ଯ୍ୟକ୍ରମ କରୁଛନ୍ତି? ଆଜ୍ଞା ଆମେ ମେନ୍ କାର୍ଯ୍ୟକ୍ରମ ମେନ୍ କାର୍ଯ୍ୟ, ଆମର ମୁଖ୍ୟ କାର୍ଯ୍ୟକ୍ରମ ହେଲା ଅଷ୍ଟପ୍ରହରୀ ମହୋତ୍ସବ, ଯୋଉଥିରେ କି 10,000 ରୁ 15,000 ଲୋକ ଗ୍ୟାଦରିଂ ହୁଅନ୍ତି। ଆଉ ଏଠି ଆମେ ପ୍ରାୟ 5,000 ରୁ ଉର୍ଦ୍ଧ୍ୱ ଓଡିଆ ପ୍ରବାସୀ ଅଛୁ। ଆଉ ଏଥିରେ ଜଗନ୍ନାଥଙ୍କର ପ୍ରଚାର ପ୍ରସାର ଆମେ ଛୋଟ ମୋଟ ସବୁ କରିଥାଉ, ମାନେ ଏମିତି ଭଜନ କୀର୍ତ୍ତନ ମାଧ୍ୟମରେ, କେବେ ନଗର କୀର୍ତ୍ତନ, ହୁଁ। ଏଭଳିଆ ସବୁ ପ୍ରୋଗ୍ରାମ କରିଥାଉ। କୋଉ ସ୍ଥାନରେ କରନ୍ତି? ଆମର ଆମର ଥାନା ଅନ୍ତର୍ଗତ ଦିବା ସହର ବୋଲି ଗୋଟେ ଏଠି ଅଛି। ଏଇଠି ବିଶେଷ ଆଜ୍ଞା ଲୋଅର ମିଡିଲ କ୍ଲାସ ଲୋକ ରହନ୍ତି। ଆଉ ସେ ବସ୍ତିରେ ହିଁ ଆମେ କରୁ। ଆଚ୍ଛା।
ଆପଣ ନିଜେ କଣ କରନ୍ତି? ଆଜ୍ଞା ମୁଁ ଗୋଟେ ଛୋଟିଆ ମୋର ରୋଷେଇ କେଟରିଂ ର ମୋର ବ୍ୟବସାୟ ଅଛି, ଆଉ ମୁଁ LIC ଆଡଭାଇଜର କେତେ ମଧ୍ୟରେ। ବର୍ଷ ରହିଲେଣି ପାଖରେ? ଆଜ୍ଞା ମୁଁ ଏଇଟା ପ୍ରାୟ 15 ବର୍ଷ ହେଲା କରୁଛି। ମୁଁ ବମ୍ବେରେ ତା ପୂର୍ବରୁ ସର୍ଭିସ କରୁଥିଲି, 30 ବର୍ଷ ହେଲାଣି ବମ୍ବେ ଆସି। ଆଉ ସେଠି ଏବେ କଣ 15। ସର୍ଭିସ କରୁଥିଲେ? ଆଜ୍ଞା ମୁଁ ଗୋଟେ ରବର ଇଣ୍ଡଷ୍ଟ୍ରିରେ କାମ କରୁଥିଲି। ସେ କମ୍ପାନୀ ବନ୍ଦ ହେବା ଯୋଗୁଁ ମୁଁ ଭଲେଣ୍ଟାରୀ ରିଟାୟାରମେଣ୍ଟ, ତାପରେ ମୁଁ ନିଜର ସ୍ୱତନ୍ତ୍ର ମୋର LIC ପ୍ଲସ୍ ଆମର ମୋର ଟିକେ ରୋଷେଇ କାମ ହୁଏ, ହଉ, ଠିକ ଅଛି। ବ୍ୟବସାୟ କରି ମନୋଜ ବାବୁ ଆପଣ କଣ କରୁଛନ୍ତି? ମନୋଜ ବାବୁ କଣ ମୁଁ କରୁଛନ୍ତି? ସିଭିଲ ମହାପ୍ରଭୁ ମୁଁ ସିଭିଲ ଡିପାର୍ଟମେଣ୍ଟରେ ଅଛି, ସିଭିଲ ଇଞ୍ଜିନିୟରିଂ କନଷ୍ଟ୍ରକ୍ସନ ଡିପାର୍ଟମେଣ୍ଟ କାମ କରୁଛି ପ୍ରାଇଭେଟ କମ୍ପାନୀରେ। ପ୍ରାଇଭେଟ କମ୍ପାନୀରେ ଅଛନ୍ତି। ଆଉ କେତେ ବର୍ଷ ଆପଣ ଥାନାରେ ରହିଲେଣି? ମୁଁ 20 ବର୍ଷ ହେଲାଣି। ଆଚ୍ଛା, ରବି ବାବୁ ଆପଣ କଣ କରୁଛନ୍ତି? ସର୍ବପ୍ରଥମେ ପ୍ରଣାମ ସ୍ୱୀକାର କରନ୍ତୁ ଆଜ୍ଞା। ମୋ ନାଁ ହରି ରବି ଓମ୍। ନାରାୟଣ ପାତ୍ର। ଆମେ ଏକ୍ଚୁଆଲି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ପାଖରେ ଆମର ଗ୍ରାମ ଗଣ୍ଡଳା। ଆମେ ଯିବା ସହରରେ ପାଖାପାଖି 30 ବର୍ଷ ହେଲା ରହୁଛୁ। ମୁଁ ଗୋଟେ ଅଏଲ ରିଫାଇନାରୀ କମ୍ପାନୀରେ କାମ କରୁଛି, ପ୍ରାଇଭେଟ ଆଚ୍ଛା କମ୍ପାନୀରେ ଯାହା ଏବଂ ଗୋଟେ ଆଚ୍ଛା ଇନଚାର୍ଜ ସିଫ୍ଟ ଇନଚାର୍ଜ ଇଏରେ କରୁଛି। ଆଚ୍ଛା, ବହୁତ ଭଲ। ଆମର ଅକିଞ୍ଚନ ସ୍ୱାମୀଜୀ ମହାରାଜ କୋଉଠି ଅଛନ୍ତି, କୋଉ ସଂସ୍ଥାରେ ଅଛନ୍ତି? ହରିଓମ। ଆମର ଆଜ୍ଞା ଗୁଣ୍ଡିଚା ମନ୍ଦିର ପାଖରେ ଶ୍ରୀ ଚୈତନ୍ୟ ଚନ୍ଦ୍ରାଶ୍ରମ। ହଁ ହଁ ହଁ, ଚୈତନ୍ୟ ସେଠି ବାବାଙ୍କର ବର୍ତ୍ତମାନ ମୁଁ ଜାଣିଛି। ମୁଁ ସେଠି ବର୍ତ୍ତମାନ ମୁଖ୍ୟ କିଏ ଅଛନ୍ତି? ଅଧ୍ୟକ୍ଷ କିଏ ଅଛନ୍ତି? ଇନଚାର୍ଜ କିଏ ଅଛନ୍ତି? ଅଧ୍ୟକ୍ଷ ଅଧ୍ୟକ୍ଷ ବର୍ତ୍ତମାନ ଅଛନ୍ତି ଆମର ଭକ୍ତି ବିଚାର ବିଷ୍ଣୁ ମହାରାଜ। ଆଚ୍ଛା, ବିଷ୍ଣୁ ମହାରାଜ ଅଛନ୍ତି। ଆଚ୍ଛା, ହଉ। ଆଜ୍ଞା ସେ କେତେ ଜଣ ସନ୍ନ୍ୟାସୀ ସେଠି ଅଛନ୍ତି ଆଶ୍ରମରେ? ଆମେ ପୁରୀ ଆଶ୍ରମରେ ଅଛୁ, ପ୍ରାୟ 10-11 ଜଣ ସନ୍ନ୍ୟାସୀ ରହିଛୁ। ଆଚ୍ଛା, ହଉ, ଠିକ ଅଛି। ହଉ, ଆପଣ ମାନେ ଚାହୁଁଛନ୍ତି ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ମହୋତ୍ସବ କରିବା ପାଇଁ। ଆଜ୍ଞା ପ୍ରଥମ ଆଜ୍ଞା ଆପଣଙ୍କର ସଂକଳ୍ପକୁ ଆମେ ସ୍ୱାଗତ କରୁ ଏବଂ ଅଭିନନ୍ଦନ ଜଣାଉ। କିନ୍ତୁ ମହାପ୍ରଭୁଙ୍କର ପ୍ରଚାର କରିବାକୁ ହେଲେ ଆମର ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପରମ ପୂଜ୍ୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମହାରାଜଙ୍କର ଆଶୀର୍ବାଦ ଏବଂ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ପରାମର୍ଶରେ ଆଜ୍ଞା କେତେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଚାରର ପଦ୍ଧତି ଖଞ୍ଜା ହେଇଛି। ଆଜ୍ଞା ତାକୁ ଅନୁସରଣ କରିକି ଆମେ ପ୍ରଚାର କଲେ ସେଟା ଉତ୍ତମ। ଆଜ୍ଞା ଏଇ ଯୋଉ ପ୍ରଚାର ପଦ୍ଧତି ଖଞ୍ଜା ହେଇଛି, ଏଥିରେ ଆମର ପୁରୀର ଶ୍ରୀକ୍ଷେତ୍ରର ସନ୍ତ ସମାଜ, ମହନ୍ତ ସମାଜ ସମସ୍ତେ ସାମିଲ ହେଇକି ବହୁ ସମୟ ଧରି ଆଲୋଚନା କରି ୟାକୁ ଫାଇନାଲ କରିଛନ୍ତି। ବୋଧେ ଆଜ୍ଞା 2010 ନା 11ରେ ଗୁଣ୍ଡିଚା ମନ୍ଦିର ର ଶ୍ରଦ୍ଧାବାଲିରେ ଆମର ଆପଣଙ୍କ ଚୈତନ୍ୟ ଚନ୍ଦ୍ରିକା ଆଶ୍ରମ ନିକଟରେ ଶ୍ରୀ ଆଜ୍ଞା ଜଗନ୍ନାଥ ପାଞ୍ଚ ରାତ୍ର ଉନ୍ମୋଚିତ ହେଇଥିଲା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା। ଆଜ୍ଞା ଏଇଟା ଗୋଟେ ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ପଦ୍ଧତି। ଯେମିତି ଆଜ୍ଞା ଶ୍ରୀମଦ୍ ଭାଗବତ ସପ୍ତାହ କରିବାକୁ ହେଲେ ଶ୍ରୀମଦ୍ ଭାଗବତ ମହାପୁରାଣ ଆଧାରିତ ପ୍ରବଚନ ଗୋଟେ ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସାରେ ଅନୁଷ୍ଠିତ ହୋଇଥାଏ। ମାନେ ଅନେକ ବର୍ଷ ଧରି ସମଗ୍ର ଭାରତରେ ସେଇଭଳିଆ ଆଜ୍ଞା ଶ୍ରୀ ରାମଙ୍କ ମହିମା ପ୍ରଚାର କରିବାକୁ ହେଲେ ନବଦିନାତ୍ମକ ରାମଚରିତ ମାନସ ପାରାୟଣ ପ୍ରବଚନ ଅନୁଷ୍ଠିତ ହେଇଥାଏ। ପୁଣି ସେ ଶାସ୍ତ୍ରୀୟ ଧାରାରେ ଗୋଟେ ନିର୍ଦ୍ଦିଷ୍ଟ ପରମ୍ପରା ଅନୁସାରେ ସବୁଆଡେ ହୁଏ। ଆଜ୍ଞା ମହାପ୍ରଭୁଙ୍କ ପ୍ରଚାର କରିବାକୁ ଏ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ସେଇଭଳିଆ ଗୋଟେ ଶାସ୍ତ୍ରୀୟ ପଦ୍ଧତି ଉଦ୍ଘାଟିତ ହେଲା ଏବଂ ତାହା ହିଁ ବର୍ତ୍ତମାନ ଓଡ଼ିଶା ବାହାରେ ବିଦେଶରେ ମଧ୍ୟ ଅନୁଷ୍ଠିତ ହେଇ ଚାଲିଛି। ଆଜ୍ଞା ୟାକୁ ଉତ୍ତମ ଭାବରେ ଅନୁଷ୍ଠିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଗୋଟେ ଛୋଟିଆ ପୁସ୍ତିକା, ୟାର ଗାଇଡ ବହି ଛପା ହେଇଛି। ଆଜ୍ଞା ସେଟା ଆପଣ ଆଜ୍ଞା ମାନେ ପାଇଛନ୍ତି? ନାଇଁ ଆଜ୍ଞା ପୁରୁଷୋତ୍ତମ ମାହାତ୍ମ୍ୟ। ନାଇଁ, ସେଟା ୟାର ଗାଇଡ ବହି ନୁହଁ। ୟାର ଆଜ୍ଞା ଗାଇଡ ବହି ଛୋଟିଆ ଗୋଟେ ଓଡ଼ିଆରେ ପୁସ୍ତିକା ହେଇଛି। ତା ନାଁ ହଉଛି ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପଦ୍ଧତି।
ଆଜ୍ଞା ଏଇଥିରେ ଇଏ ସେ ଜଗନ୍ନାଥ ପାଞ୍ଚ ରାତ୍ର କେମିତି ଅନୁଷ୍ଠିତ କରାଯାଏ ତାର ଆଜ୍ଞା ସମ୍ପୂର୍ଣ୍ଣ ବିବରଣୀ ଅଛି। ଆଚ୍ଛା, ଆଜ୍ଞା ଶ୍ରୀ ଜଗନ୍ନାଥ ମହୋତ୍ସବ ୟାର ଗୋଟେ ବୃହତ ରୂପ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ରର ଗୋଟେ ସର୍ବ ବୃହତ୍ତମ ରୂପ। ଶ୍ରୀ ଜଗନ୍ନାଥ ମହୋତ୍ସବର ବି ଗୋଟେ ପଦ୍ଧତି ଆଲୋଚନା କରିକି ସ୍ଥିର କରାହେଇଛି। ଶ୍ରୀ ଆଜ୍ଞା ଜଗନ୍ନାଥ ମହୋତ୍ସବର ମୁଖ୍ୟ ଅଙ୍ଗ ରହିବ ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର, କିନ୍ତୁ ଆଜ୍ଞା ତା ସହିତ ଆଉ କେତୋଟି ଜିନିଷ ଯୋଡ଼ା ହବ। ସେଥିରେ ରହୁଛି ଶ୍ରୀ ଜଗନ୍ନାଥଙ୍କର ବେଶ ପ୍ରଦର୍ଶନୀ, ମହାପ୍ରସାଦ ପ୍ରଦର୍ଶନୀ, ଶ୍ରୀ ଜଗନ୍ନାଥ ବା ସନାତନ ଧର୍ମ ସମ୍ପର୍କିତ ପୁସ୍ତକ ମେଳା, ଉଁ, ଏଇଭଳିଆ ଆଉ ଆମର ମହାପ୍ରଭୁଙ୍କର ଲୀଳାଭୂମି ଫଟୋ ପ୍ରଦର୍ଶନୀ, ଏଇଭଳିଆ କେତୋଟି ଆଉ ସବୁ ପ୍ରଦର୍ଶନୀ ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ସହିତ ଯୋଡ଼ା ହେଇଗଲେ ସେଇଟା ଶ୍ରୀ ଜଗନ୍ନାଥ ମହୋତ୍ସବ କୁହାଯାଏ। ଯେମିତି ଆଜ୍ଞା ସନ୍ତୋଷ କହୁଥିଲି, ଆମର ଶ୍ରୀ ଜଗନ୍ନାଥ ମହୋତ୍ସବ ଗୋଟେ ଅନେକ ବର୍ଷ ଆଗରୁ ହେଇଥିଲା, ଯେଉଁଥିରେ ଆମେ ଯାଇଥିଲୁ। ଆମର ସେଠିକାର ଏକ ଉତ୍କଳୀୟ ସଂସ୍ଥା କରିଥିଲେ। ଶ୍ରୀ ଜଗନ୍ନାଥ ମହୋତ୍ସବ ହଉଛି ଗୋଟେ ବିଶାଳ କାର୍ଯ୍ୟକ୍ରମ, ବହୁତ ବ୍ୟବସ୍ଥା କରିବାକୁ ହୁଏ ଆଉ ବୃହତ୍ ରୂପରେ କରିବାକୁ ହୁଏ। ତାକୁ ଛୋଟକାଟିଆ କଲେ ସେଟାକୁ ମହୋତ୍ସବ କରିବାଟା ଅନୁଚିତ ଆଜ୍ଞା ଆଉ ତାର ନିର୍ଦ୍ଦିଷ୍ଟ ପଦ୍ଧତିରେ ହବ। ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ହଉଛି ମହୋତ୍ସବର ଗୋଟେ ମୂଳ ମୁଖ୍ୟ ଅଙ୍ଗ। ଆଜ୍ଞା ତେଣୁ ମହୋତ୍ସବ କରିବା ପୂର୍ବରୁ ଆମକୁ ବୁଝିବାକୁ ହବ ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର କଣ, ସେଟା କେମିତି ଅନୁଷ୍ଠିତ ହୁଏ, ସେ ବହିଟା ପଢିବାକୁ ହବ। ଏବଂ ଆଜ୍ଞା ବର୍ତ୍ତମାନ ଆମର ସେତେବେଳକୁ ଏଇ ଜଗନ୍ନାଥ ପାଞ୍ଚ ରାତ୍ର ଖଞ୍ଜିବାରେ ମୁଖ୍ୟ ଉପଦେଷ୍ଟା ଥିଲେ ବାବା ଚୈତନ୍ୟ ଚରଣ ଦାସ ମହାରାଜ, ଭାଗବତ ଆଶ୍ରମର, ଏବଂ ଆଜ୍ଞା ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଝାଞ୍ଜପିଠା ମଠ ଅଧ୍ୟକ୍ଷ। ଚୈତନ୍ୟ ବାବା ଆଜ୍ଞା ତ ଆଉ ନାହାନ୍ତି, କିନ୍ତୁ ସଚ୍ଚିଦାନନ୍ଦ ବାବା ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଏତେ ଭଲ ରହୁନି, କିନ୍ତୁ ସେ ପ୍ରାୟ ପୁରୀରେ ଥାଆନ୍ତି। ତେଣୁ ଯଦି ଆପଣମାନେ ପାଞ୍ଚ ରାତ୍ର ବିଷୟରେ ଜାଣିବାକୁ ଚାହିଁବେ, ପ୍ରଥମ ହେଉଛି ମୁଁ ବହି ସଫ୍ଟ କପି ସନ୍ତୋଷକୁ ପଠେଇଦେବି। ସନ୍ତୋଷ ଆପଣମାନଙ୍କୁ ଆଜ୍ଞା ଦେବ, ଆପଣମାନେ ତାକୁ ଭଲକି ପଢ଼ନ୍ତୁ, ଆଲୋଚନା କରନ୍ତୁ, ଏବଂ ଯେତେବେଳେ ସୁବିଧା ହବ ପୁରୀ ଯାଇକି ପୂର୍ବରୁ ସଚ୍ଚିଦାନନ୍ଦ ବାବାଙ୍କର ସମୟ ସୁବିଧା ବୁଝିକି ତାଙ୍କ ସାଙ୍ଗରେ ବସିକି ଆଲୋଚନା କରନ୍ତୁ, ଏଇଟା କେମିତି ଆମେ ଅନୁଷ୍ଠିତ କରିପାରିବା ଥାନାରେ। ଆଜ୍ଞା ୟାକୁ ଆଗ ଜିନିଷଟା ବୁଝିବାକୁ ହବ। ଆଜ୍ଞା ଅ, ଏଇ ଜଗନ୍ନାଥ ପାଞ୍ଚ ରାତ୍ରରେ ପାଞ୍ଚଟି ରାତ୍ର ଅର୍ଥ ହଉଛି ଏଠି ଜ୍ଞାନ, ପାଞ୍ଚ ପ୍ରକାର ଜ୍ଞାନ ମହାପ୍ରଭୁଙ୍କ ବିଷୟରେ, ଆଚ୍ଛା ଯୋଉଟା ଆଜ୍ଞା ମୁଖ୍ୟତଃ ପ୍ରବଚନ ମାଧ୍ୟମରେ ଭକ୍ତମାନଙ୍କୁ ଦିଆଯାଏ। ତେଣୁ ପାଞ୍ଚ ରାତ୍ରର ମୁଖ୍ୟ ଅଙ୍ଗ ହଉଛି ପ୍ରବଚନ। ୟାର ଗୋଟେ ସକାଳ ସମୟରେ ଗୋଟେ ପ୍ରବଚନ ଥାଏ, ଆଉ ମୁଖ୍ୟ ପ୍ରବଚନଟା କଥାଟା ଥାଏ ସନ୍ଧ୍ୟା ବେଳକୁ। ଆଜ୍ଞା ଦ୍ୱିତୀୟ ଅଙ୍ଗ ହଉଛି ପାରାୟଣ। ଆମର କିଞ୍ଚନ ବାବା ଯୋଉ କହିଲେ, ହଁ, ଆମର ଯୋଉ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ, ଏଇଟା ହଉଛି ମହାପ୍ରଭୁଙ୍କର ମୂଳ ଗ୍ରନ୍ଥ, ମହର୍ଷି ବେଦବ୍ୟାସ ରଚିତ। ଆଉ ଏଇ ଆଧାରରେ ବର୍ତ୍ତମାନ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଚାରିଆଡେ ହଉଛି ଏବଂ ହବା ବିଧେୟ। ଆଜ୍ଞା ଏ ବହିଟି ବା ଏଇ ପୁରୁଷୋତ୍ତମ କ୍ଷେତ୍ର चेक कलो ମହାତ୍ମ୍ୟ कि ରେକର୍ଡିଂ ହେଇଛି ହେଇଛି ପ୍ରାୟ ଆଗରୁ ସହଜରେ हाँ नहीं ପ୍ରାପ୍ତ एडे मते ହେଇପାରୁନଥିଲା। मेसेज आसिला कि हाँ रेकर्ड ପ୍ରବଚନ ପ୍ରବଚନ ସେ ଏମିତି ଭାବରେ ଦିଅନ୍ତି ଯେ ଲୋକମାନେ ହସିବେ, କାନ୍ଦିବେ, ଆନନ୍ଦ ନେବେ। ହଁ, coming. So he'll wait. Just tell him to wait. କିନ୍ତୁ ସେ ଯାହା କହୁଛନ୍ତି ସେ ତାଙ୍କ ନିଜ ଜୀବନରେ ପାଳନ କରିପାରୁ ନାହାନ୍ତି। ନିଜ ଜୀବନରେ କୌଣସି ଆଧ୍ୟାତ୍ମିକ ସାଧନାର ପରମ୍ପରା ବ୍ୟବସ୍ଥା ନାହିଁ।
ଆଉ ସେ ଗୁରୁ ଆଶ୍ରିତ ହେଇନାହାନ୍ତି ଆଦୌ। ଏଇଭଳିଆ ପ୍ରବକ୍ତାଙ୍କୁ ନେଲେ, ଟିକେ ରୁହନ୍ତୁ, ହଁ ପଣ୍ଡା ଅପେକ୍ଷା କରିବ, ତାକୁ ଗ୍ଲାସ ପାଣି ଦିଅ, ଅପେକ୍ଷା କରିବ, ମୁଁ ଯାଇକି ଦେଖା କରିବି। ୟା ତେଣୁ ଏଇଭଳିଆ ପ୍ରବଚକ ମାନଙ୍କୁ ନେଇକି ବିଶେଷ ଆପଣଙ୍କର କାର୍ଯ୍ୟକ୍ରମରେ ଶ୍ରୋତା ମଣ୍ଡଳୀର ଲାଭ ହବ ନାହିଁ। ଆପଣ ପଇସା ଖର୍ଚ୍ଚ କରିବେ, ପରିଶ୍ରମ କରିବେ, ସମୟ ଦେବେ, କିନ୍ତୁ ଶ୍ରୋତା ମଣ୍ଡଳୀର ବିଶେଷ ଲାଭ ହବ ନାହିଁ। ଦ୍ୱିତୀୟ ଶ୍ରେଣୀର ପ୍ରବକ୍ତା ହଉଛନ୍ତି ଯିଏ ଯାହା କହୁଛନ୍ତି ତାଙ୍କ ନିଜ ଜୀବନରେ ସେ ଆଣିକି ପାଳନ କରୁଛନ୍ତି। ତାଙ୍କ ଜୀବନଟା ହଉଛି ଗୋଟେ ଆମର ଉଦାହରଣ, ଆମର ଶାସ୍ତ୍ରର ବଚନର। ତାଙ୍କର ଭାବନା ଶୁଦ୍ଧ ପବିତ୍ର, ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ। କେବଳ ଶାସ୍ତ୍ର ଜ୍ଞାନ, ଶାସ୍ତ୍ରରେ ପାଣ୍ଡିତ୍ୟ ଅଛି ସେତିକି ନୁହଁ, ସେ ତାଙ୍କୁ ଦେଖିଲା ମାତ୍ରକେ ଆମର ଶ୍ରଦ୍ଧା ଆସେ। ଆଉ ତାଙ୍କର ବାକ୍ୟ ପ୍ରବଚନ ହୃଦୟକୁ ଯାଏ। ପ୍ରଥମ ଶ୍ରେଣୀର ପ୍ରବକ୍ତା ଯିଏ ଅଛନ୍ତି, ପଣ୍ଡିତ ପ୍ରବକ୍ତା, ଆଧ୍ୟାତ୍ମିକ ନୁହନ୍ତି। ତାଙ୍କ ପ୍ରବଚନ ଗୋଟେ କାନରେ ପଶି ଆଉ ଗୋଟେ କାନରେ ବାହାରିଯାଏ। କିନ୍ତୁ ଯିଏ ବାସ୍ତବରେ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ, ତାଙ୍କ କାନରେ ପଶିକି ସେ କଥାଟି ତାଙ୍କର ହୃଦୟକୁ ଯାଏ, ପରିବର୍ତ୍ତନ କରେ। ଆମକୁ ସେଇଟା ହିଁ ଦରକାର। ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମୂଳ ହଉଛି ଜୀବନର ପରିବର୍ତ୍ତନ। ଆପଣ ଏତେ ଟଙ୍କା ଖର୍ଚ୍ଚ କରିବେ କ'ଣ ପାଇଁ? ତେଣୁ ଯଦି ଯୋଉମାନେ ଆସୁଛନ୍ତି ତାଙ୍କ ଜୀବନରେ କୌଣସି ପ୍ରଭାବ ପଡ଼ିବ ନାହିଁ, ଜୀବନ ଯେମିତି ଅଛି ସେମିତି ରହିବ, ତାହେଲେ ଆପଣଙ୍କର ସବୁ ଯାକ ପଇସା ବୃଥା ହେଲା। ଏତିକି ମୋର କହିବାର ଅଛି। ବର୍ତ୍ତମାନ ମୋର ଆଉ ଗୋଟେ କାର୍ଯ୍ୟକ୍ରମ ରହିଯାଇଛି। ମୁଁ ଯାହା କହିଲି ସେ ଅନୁସାରେ ସନ୍ତୋଷ ବାବୁଙ୍କୁ ମୁଁ ଆମର ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ବହି ପଠେଇ ଦଉଛି। ବାବା ସଚ୍ଚିଦାନନ୍ଦ ଦାସ ମହାରାଜଙ୍କର ନମ୍ବର ପଠେଇ ଦଉଛି, ଯୋଉଟାକି ଆମର କିଞ୍ଚନ ବାବାକୁ ବି ଜଣାଥିବ। ଆଉ ଆମର ପଣ୍ଡିତ ସୂର୍ଯ୍ୟ, ଯାହାଙ୍କର ବୋଧେ ଘରଟା ସେ ଆମ ଚୈତନ୍ୟ ଚନ୍ଦ୍ରିକା ଆଶ୍ରମ ନିକଟରେ କୋଉଠି ଅଛି, ପଣ୍ଡିତ ଆଜ୍ଞା ସୂର୍ଯ୍ୟଙ୍କୁ ମୁଁ ପଠେଇ ଦଉଛି। ଏମାନଙ୍କ ସାଙ୍ଗରେ ଆପଣ ଯୋଗାଯୋଗ କରନ୍ତୁ, ସବୁ ଜିନିଷ ବୁଝନ୍ତୁ। ଆଉ ପରବର୍ତ୍ତୀ ସମୟରେ ଆପଣମାନେ କ'ଣ ଚିନ୍ତା କଲେ ମୋତେ କହିବେ। ଆପଣଙ୍କ ବାୟୋଡାଟା ମୋତେ ପଠେଇ ଦିଅନ୍ତୁ। ଯାହା ଆଜ୍ଞା ମୁଁ କହିଲି ଏଥିରେ ଆପଣ ସନ୍ତୋଷ ବାବୁ ସମସ୍ତଙ୍କ ତରଫରୁ ଆପଣଙ୍କର ସଂକ୍ଷିପ୍ତରେ ଟିକେ ଭାବନା କ'ଣ ରଖିଦିଅନ୍ତୁ, ତାପରେ ଆମେ ଆମର ଆଲୋଚନାଟି ଅବିକା ପାଇଁ ବନ୍ଦ କରିବା। ଆଜ୍ଞା ଆପଣ ଯାହା ନିର୍ଦ୍ଦେଶନା ଦେଲେ ସେଇଟା ଆମେ ଠିକ ରୂପରେ ପାଠ କରିବୁ, ଆଉ ଚୈତନ୍ୟ ମହାପ୍ରଭୁଙ୍କୁ ଆମେ କଣ୍ଟାକ୍ଟ କରିବୁ ଆମର ଅଭିଜନ୍ୟ ସ୍ୱାମୀଜୀଙ୍କ ଥ୍ରୁରୁ। ଭାବୁଛୁ ଏ ପ୍ରୋଗ୍ରାମଟା ଯୋଉ ଜଗନ୍ନାଥ କଥାମୃତ ହିଁ କରିବାକୁ ପଡିବ ମତେ ଲାଗୁଛି, କାରଣ ଏ ବିଷୟରେ ଆପଣ ଯାହା ବୁଝେଇଲେ ଆମର ମାନେ ବଳ ପାଇବନି ବୋଧେ ଲାଗୁଛି। କିନ୍ତୁ ଆମେ ନିଶ୍ଚୟ କରିବୁ କି ଜଗନ୍ନାଥ କଥାମୃତ, ଆଉ ତା ସହିତ ପାରାୟଣ ବି କରିପାରିବୁ। ହଁ, ପାରାୟଣ କରିପାରିବେ, ପାରାୟଣରେ କିଛି ଅସୁବିଧା ନାହିଁ। କିନ୍ତୁ ଆଜ୍ଞା ମୁଁ ଯୋଉ ଆପଣଙ୍କୁ ବହି ପଠେଇବି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର, ସେ ଆଜ୍ଞା ବହିରେ ପାରାୟଣ ଏବଂ ପ୍ରବଚନର ଯୋଉ ସବୁ ଦିଗଦର୍ଶନ ଦିଆହେଇଛି ସେ ଅନୁସାରେ କାର୍ଯ୍ୟକ୍ରମଟି କରିବେ ହେଲା। ଆଉ ଆପଣଙ୍କର ଏଠି ଦର୍ଶନ ପାଇପାରିବେ ସମୟ ଆମର। ସୁବିଧା ନା, ସମୟ ସୁବିଧା ହବ ନା। ଆମେ କେବଳ ପ୍ରାର୍ଥନା କରିବା ଆପଣଙ୍କର କାର୍ଯ୍ୟକ୍ରମ ସଫଳ ହଉ ଏବଂ ଉତ୍ତମ ଭାବରେ ଆପଣମାନେ ପ୍ରଚାର କରନ୍ତୁ ମହାପ୍ରଭୁଙ୍କର ମହିମା, ଏବଂ ଲୋକମାନଙ୍କର ସେଠି ଅଞ୍ଚଳରେ ଯୋଉମାନେ ଅଛନ୍ତି ବିଶେଷ କରି ଉତ୍କଳବାସୀ ଏବଂ ଅନ୍ୟାନ୍ୟ ଭକ୍ତମାନଙ୍କ ହୃଦୟରେ ମହାପ୍ରଭୁଙ୍କର ଚେତନା ଜାଗରଣ କରନ୍ତୁ। ହରି ଓମ୍। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, सर्वे भद्राणि पश्यन्तु मा कश्चित् दुःख भाग् भवेत्। ओम शांति शांति शांति। हरि ओम। श्री गुरुभ्यो नमः। हरि ओम। धन्यवाद धन्यवाद समस्त को। ଧନ୍ୟବାଦ ଆପଣଙ୍କ ଧନ୍ୟବାଦ ଦର୍ଶନ ପାଇ ଆଜି। ପ୍ରଣାମ। ଦର୍ଶନ
जा हो बड़ा खुशी लगिला कि आज जूम माध्यम रे दर्शन कर पारले बहुत आनंद लगिला महाराज दर्शन कर प्रथम थर एमती जीवन रे तो केबे भाभी नथिले कि हमको एमती तांकर जूम मीटिंग रे परमिशन मिलिबो आ तांको संगे आमे जूम मीटिंग रे कथा वर्षा हेबा है ना एडा भी ଆଉ फ्रंट टू फ्रंट ଦ୍ୱିତୀୟ କଥା ମାନେ महाराज जो कहले ए कथाटा